ହ୍ୟାଲୋ ପିଲାମାନେ, ଆଜି ଆମେ ତୁମ ଦଶମ ଶ୍ରେଣୀ ଇତିହାସ ବହିରେ ଥିବା ଭାରତୀୟ ଜାତୀୟ ଆନ୍ଦୋଳନରେ ଗାନ୍ଧିଜୀଙ୍କ ଆବିର୍ଭାବ ବିଷୟଟିର କେତେଗୁଡ଼ିଏ MCQ ଗୁଡ଼ିକୁ ଆମେ ଆଜି ଡିସ୍କସ୍ କରିବା। ତ ଚାଲନ୍ତୁ ଆରମ୍ଭ କରିବା ଆମର ପ୍ରଥମ ପ୍ରଶ୍ନଟିକୁ। ପ୍ରଥମ ପ୍ରଶ୍ନଟି ହେଲା, କେବେ ଗାନ୍ଧିଜୀ ପ୍ରଥମେ ଇଂଲଣ୍ଡ ଯାଇଥିଲେ? ଗାନ୍ଧିଜୀ ସର୍ବପ୍ରଥମେ କେବେ ଇଂଲଣ୍ଡ ଯାଇଥିଲେ? ତ ଏହାର ଉତ୍ତରଟି ହେଉଛି ଅପସନ୍ ଖ, 1888 ମସିହାରେ। ପରବର୍ତ୍ତୀ ପ୍ରଶ୍ନ, କେବେ ଗାନ୍ଧିଜୀ ନାଟାଲ ଭାରତୀୟ କଂଗ୍ରେସ ଗଠନ କରିଥିଲେ? କେବେ ଗାନ୍ଧିଜୀ ନାଟାଲ ଭାରତୀୟ କଂଗ୍ରେସ ଗଠନ କରିଥିଲେ? ତ ଏହାର ଉତ୍ତରଟି ହେଉଛି ଅପସନ୍ ଖ, 1894 ମସିହା। ପରବର୍ତ୍ତୀ ପ୍ରଶ୍ନ, ଜୋହାନେସବର୍ଗର ଏମ୍ପିଆର ଥିଏଟରଠାରେ ଅନୁଷ୍ଠିତ ସାଧାରଣ ସଭାରେ କେଉଁ କଲା ଆଇନ ଅମାନ୍ୟ କରିବା ପାଇଁ ଉପସ୍ଥିତ ଭାରତୀୟମାନେ ଦୃଢ଼ ସଂକଳ୍ପ ନେଇଥିଲେ? ଜୋହାନେସବର୍ଗର ଏମ୍ପିଆର ଥିଏଟରଠାରେ ଅନୁଷ୍ଠିତ ସାଧାରଣ ସଭାରେ କେଉଁ କଲା ଆଇନ ଅମାନ୍ୟ କରିବା ପାଇଁ ଉପସ୍ଥିତ ଭାରତୀୟମାନେ ଦୃଢ଼ ସଂକଳ୍ପ ନେଇଥିଲେ? ଏହାର ଉତ୍ତରଟି ହେଉଛି ଭାରତୀୟମାନଙ୍କୁ ନିଜ ଅଙ୍ଗୁଳି ଛାପ ଥିବା ପଞ୍ଜୀକୃତ ପ୍ରମାଣପତ୍ର ସବୁବେଳେ ନିଜ ସହିତ ବହନ କରିବା ବାଧ୍ୟତାମୂଳକ କରିବା। ପରବର୍ତ୍ତୀ ପ୍ରଶ୍ନ, କେବେ ଜୋହାନେସବର୍ଗର ଏମ୍ପିଆର ଥିଏଟରଠାରେ ଦକ୍ଷିଣ ଆଫ୍ରିକା ସରକାରଙ୍କ କଲା ଆଇନ ବିରୁଦ୍ଧରେ ଭାରତୀୟମାନଙ୍କ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା? କେବେ ଜୋହାନେସବର୍ଗର ଏମ୍ପିଆର ଥିଏଟରଠାରେ ଦକ୍ଷିଣ ଆଫ୍ରିକା ସରକାରଙ୍କ ବିରୋଧରେ ବା କଲା ଆଇନ ବିରୋଧରେ ଭାରତୀୟମାନଙ୍କର ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା? ତାହାର ଉତ୍ତରଟି ହେଉଛି 1906 ମସିହାରେ। ପରବର୍ତ୍ତୀ ପ୍ରଶ୍ନ, କେଉଁ ଆନ୍ଦୋଳନରେ ଗାନ୍ଧିଜୀ ପ୍ରଥମେ ସତ୍ୟାଗ୍ରହ ଅସ୍ତ୍ର ପ୍ରୟୋଗ କରିଥିଲେ? କେଉଁ ଆନ୍ଦୋଳନରେ ଗାନ୍ଧିଜୀ ପ୍ରଥମେ ସତ୍ୟାଗ୍ରହ ଅସ୍ତ୍ର ପ୍ରୟୋଗ କରିଥିଲେ? ଏହାର ଉତ୍ତରଟି ହେଉଛି ଦକ୍ଷିଣ ଆଫ୍ରିକାରେ 1906 ଖ୍ରୀଷ୍ଟାବ୍ଦରେ ଇଂରେଜମାନଙ୍କ ବିରୁଦ୍ଧରେ ସଂଗଠିତ ଆନ୍ଦୋଳନ। ପରବର୍ତ୍ତୀ ପ୍ରଶ୍ନ, କେଉଁଠାରେ ଗାନ୍ଧିଜୀ ପ୍ରଥମେ ଜେଲଦଣ୍ଡ ଭୋଗିଥିଲେ? କେଉଁଠାରେ ପ୍ରଥମେ ଗାନ୍ଧିଜୀ ଜେଲଦଣ୍ଡ ଭୋଗିଥିଲେ? ଏହାର ଉତ୍ତରଟି ହେଉଛି ଜୋହାନେସବର୍ଗଠାରେ। ପରବର୍ତ୍ତୀ ପ୍ରଶ୍ନ, କେବେ ଅନେକ ଭାରତୀୟ ଦକ୍ଷିଣ ଆଫ୍ରିକା ସରକାରଙ୍କ ଦେଶାନ୍ତର ଗମନ ନିଷେଧ ଆଇନ ବିରୁଦ୍ଧରେ ନାଟାଲ ସୀମା ପାର ହୋଇ ଟ୍ରାନ୍ସଭାଲ ଗମନ କଲେ? କେବେ ଅନେକ ଭାରତୀୟ ଦକ୍ଷିଣ ଆଫ୍ରିକା ସରକାରଙ୍କ ଦେଶାନ୍ତର ଗମନ ନିଷେଧ ଆଇନ ବିରୁଦ୍ଧରେ ନାଟାଲ ସୀମା ପାର ହୋଇ ଟ୍ରାନ୍ସଭାଲ ଗମନ କଲେ? ଏହାର ଉତ୍ତରଟି ହେଉଛି ଅପସନ୍ ଖ, ଅଗଷ୍ଟ 1908 ମସିହାରେ। ପରବର୍ତ୍ତୀ ପ୍ରଶ୍ନ, କେବେ ଦକ୍ଷିଣ ଆଫ୍ରିକା ଉଚ୍ଚତମ ନ୍ୟାୟାଳୟ ଖ୍ରୀଷ୍ଟିଆନ ରୀତିରେ ସମ୍ପାଦିତ ହୋଇନଥିବା ଓ ପଞ୍ଜୀକରଣ ହୋଇନଥିବା ଭାରତୀୟମାନଙ୍କ ବିବାହର ସ୍ୱୀକୃତି ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନେଲେ? କେବେ ଦକ୍ଷିଣ ଆଫ୍ରିକାର ଉଚ୍ଚତମ ନ୍ୟାୟାଳୟ ଖ୍ରୀଷ୍ଟିଆନ ରୀତିରେ ସମ୍ପାଦିତ ହୋଇନଥିବା ଓ ପଞ୍ଜୀକରଣ ହୋଇନଥିବା ଭାରତୀୟମାନଙ୍କର ବିବାହର ସ୍ୱୀକୃତି ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନେଲେ? ଏହାର ଉତ୍ତରଟି ହେଉଛି ମାର୍ଚ୍ଚ 1913 ମସିହା। ପରବର୍ତ୍ତୀ ପ୍ରଶ୍ନ, କେଉଁ ଆନ୍ଦୋଳନ ଦକ୍ଷିଣ ଆଫ୍ରିକାରେ ଗାନ୍ଧିଜୀଙ୍କ ନେତୃତ୍ୱାଧୀନ ଶେଷ ଆନ୍ଦୋଳନ ଥିଲା? କେଉଁ ଆନ୍ଦୋଳନ ଦକ୍ଷିଣ ଆଫ୍ରିକାରେ ଗାନ୍ଧିଜୀଙ୍କ ନେତୃତ୍ୱାଧୀନ ଶେଷ ଆନ୍ଦୋଳନ ଥିଲା? ଏହାର ଉତ୍ତରଟି ହେଉଛି ଖ୍ରୀଷ୍ଟିଆନ ରୀତି ଅନୁସାରେ ସମ୍ପାଦିତ ହୋଇନଥିବା ଓ ପଞ୍ଜୀକରଣ ହୋଇନଥିବା ଭାରତୀୟମାନଙ୍କ ବିବାହର ସ୍ୱୀକୃତି ପ୍ରତ୍ୟାହାର ବିରୁଦ୍ଧରେ ଆନ୍ଦୋଳନ। ଅପସନ୍ ଘ ହୋଇଯିବ ଏହାର ସଠିକ ଉତ୍ତର। ପରବର୍ତ୍ତୀ ପ୍ରଶ୍ନ, କିଏ ଇଣ୍ଡିଆନ ଓପିନିଅନ ନାମକ ସମ୍ବାଦପତ୍ର ପ୍ରକାଶ କରିଥିଲେ? କିଏ ଇଣ୍ଡିଆନ ଓପିନିଅନ ନାମକ ସମ୍ବାଦପତ୍ର ପ୍ରକାଶ କରିଥିଲେ? ତ ଏହାର ଉତ୍ତରଟି ହେଉଛି
ଗାନ୍ଧୀଜୀ। ପରବର୍ତ୍ତୀ ପ୍ରଶ୍ନ, କେଉଁଠାରେ ଗାନ୍ଧୀଜୀ ଇଣ୍ଡିଆନ୍ ଓପିନିଅନ୍ ସମ୍ବାଦପତ୍ର ପ୍ରକାଶ କରିଥିଲେ? କେଉଁଠାରେ ଗାନ୍ଧୀଜୀ ଇଣ୍ଡିଆନ୍ ଓପିନିଅନ୍ ସମ୍ବାଦପତ୍ର ପ୍ରକାଶ କରିଥିଲେ? ତ ଏହାର ଉତ୍ତରଟି ହେଉଛି ଅପସନ୍ ଘ, ନାଟାଲ ଠାରେ ସେ ଇଣ୍ଡିଆନ୍ ଓପିନିଅନ୍ ସମ୍ବାଦପତ୍ର ପ୍ରକାଶ କରିଥିଲେ। ପରବର୍ତ୍ତୀ ପ୍ରଶ୍ନ, କେବେ ଗାନ୍ଧୀଜୀ ଇଣ୍ଡିଆନ୍ ଓପିନିଅନ୍ ସମ୍ବାଦପତ୍ର ପ୍ରକାଶ କରିଥିଲେ? ଯେଉଁ ନାଟାଲଠାରେ ଗାନ୍ଧୀଜୀ ଇଣ୍ଡିଆନ୍ ଓପିନିଅନ୍ ସମ୍ବାଦପତ୍ର ପ୍ରକାଶ କରିଥିଲେ ତାହା ସେ କେଉଁ ମସିହାରେ ପ୍ରକାଶ କରିଥିଲେ? ତ ଏହାର ଉତ୍ତରଟି ହେଉଛି ଅପସନ୍ ଖ, 1894 ମସିହାରେ ସେ ନାଟାଲଠାରେ ଇଣ୍ଡିଆନ୍ ଓପିନିଅନ୍ ସମ୍ବାଦପତ୍ରର ପ୍ରକାଶ କରିଥିଲେ। ପରବର୍ତ୍ତୀ ପ୍ରଶ୍ନ, କେବେ ଗାନ୍ଧୀଜୀ ଦକ୍ଷିଣ ଆଫ୍ରିକାରୁ ଭାରତକୁ ଫେରିଥିଲେ? କେବେ ଗାନ୍ଧୀଜୀ ଦକ୍ଷିଣ ଆଫ୍ରିକାରୁ ଭାରତକୁ ଫେରିଥିଲେ? ଏହାର ଉତ୍ତରଟି ହେଉଛି ଜାନୁଆରୀ 1915 ମସିହା 9 ତାରିଖରେ ସେ ଭାରତକୁ ଫେରିଥିଲେ। କାହାକୁ ଗାନ୍ଧୀଜୀ ତାଙ୍କ ରାଜନୈତିକ ଗୁରୁ ଭାବେ ଗ୍ରହଣ କରିଥିଲେ? କାହାକୁ ଗାନ୍ଧୀଜୀ ତାଙ୍କ ରାଜନୈତିକ ଗୁରୁ ଭାବେ ଗ୍ରହଣ କରିଥିଲେ? ଏହାର ଉତ୍ତରଟି ହେଉଛି ଅପସନ୍ ଗ, ଗୋପାଳ କୃଷ୍ଣ ଗୋଖଲେଙ୍କୁ ସେ ନିଜର ରାଜନୈତିକ ଗୁରୁ ଭାବେ ସେ ଗ୍ରହଣ କରିଥିଲେ। ପରବର୍ତ୍ତୀ ପ୍ରଶ୍ନ, କିଏ ଗାନ୍ଧୀଜୀଙ୍କୁ ମହାତ୍ମା ଆଖ୍ୟା ପ୍ରଦାନ କରିଥିଲେ? କିଏ ଗାନ୍ଧୀଜୀଙ୍କୁ ମହାତ୍ମା ଆଖ୍ୟା ପ୍ରଦାନ କରିଥିଲେ? ଏହାର ଉତ୍ତରଟି ହେଉଛି ଅପସନ୍ ଖ, ରବୀନ୍ଦ୍ରନାଥ ଠାକୁର। ପରବର୍ତ୍ତୀ ପ୍ରଶ୍ନ, କେବେ ଗାନ୍ଧୀଜୀ ସାବରମତୀ ନଦୀ କୂଳରେ ଏକ ଆଶ୍ରମ ପ୍ରତିଷ୍ଠା କରିଥିଲେ? କେବେ ଗାନ୍ଧୀଜୀ ସାବରମତୀ ନଦୀ କୂଳରେ ଏକ ଆଶ୍ରମ ପ୍ରତିଷ୍ଠା କରିଥିଲେ? ଏହାର ଉତ୍ତରଟି ହେଉଛି ଅପସନ୍ ଖ, 1916 ମସିହା। ପରବର୍ତ୍ତୀ ପ୍ରଶ୍ନ, ଦକ୍ଷିଣ ଆଫ୍ରିକାରୁ ଭାରତ ଫେରିବା ପରେ ଗାନ୍ଧୀଜୀଙ୍କର ପ୍ରଥମ ସଫଳତା କ'ଣ ଥିଲା? ଦକ୍ଷିଣ ଆଫ୍ରିକାରୁ ଭାରତ ଫେରିବା ପରେ ଗାନ୍ଧୀଜୀଙ୍କର ପ୍ରଥମ ସଫଳତା କ'ଣ ଥିଲା? ଏହାର ଉତ୍ତରଟି ହେଉଛି ଇଂରେଜ ଉପନିବେଶ ଗୁଡ଼ିକ ପାଇଁ ଭାରତୀୟମାନଙ୍କର ନିଯୁକ୍ତିର ସମାପ୍ତି। ଅପସନ୍ ଘ ହେଇଯିବ ଏହାର ସଠିକ ଉତ୍ତର। ପରବର୍ତ୍ତୀ ପ୍ରଶ୍ନ, କେଉଁଠି ଭାରତରେ ଗାନ୍ଧୀଜୀଙ୍କ ଦ୍ୱାରା ସଂଗଠିତ ପ୍ରଥମ ଆନ୍ଦୋଳନ ଥିଲା? କେଉଁଠି ଭାରତରେ ଗାନ୍ଧୀଜୀଙ୍କ ଦ୍ୱାରା ସଂଗଠିତ ପ୍ରଥମ ଆନ୍ଦୋଳନ ଥିଲା? ଏହାର ଉତ୍ତରଟି ହେଉଛି ଅପସନ୍ ଖ, ଚମ୍ପାରଣ ଆନ୍ଦୋଳନ, ଯାହାକି 1917 ମସିହାରେ ବିହାରର ଚମ୍ପାରଣ ଠାରେ ଘଟିଥିଲା। ପରବର୍ତ୍ତୀ ପ୍ରଶ୍ନ, କିଏ ଚମ୍ପାରଣରେ ଚାଷୀମାନଙ୍କର ସମସ୍ୟାର ଅନୁଧ୍ୟାନ କରିବା ପାଇଁ ଗାନ୍ଧୀଜୀଙ୍କୁ ନିମନ୍ତ୍ରଣ କରିଥିଲେ? କିଏ ଚମ୍ପାରଣରେ ଚାଷୀମାନଙ୍କର ସମସ୍ୟାର ଅନୁଧ୍ୟାନ କରିବା ପାଇଁ ଗାନ୍ଧୀଜୀଙ୍କୁ ନିମନ୍ତ୍ରଣ କରିଥିଲେ? ଏହାର ଉତ୍ତରଟି ହେଉଛି ଅପସନ୍ ଗ, ରାଜକୁମାର ଶୁକ୍ଲା। ପରବର୍ତ୍ତୀ ପ୍ରଶ୍ନ, ଚାଷୀମାନଙ୍କ ସମସ୍ୟାର ଅନୁଧ୍ୟାନ ପାଇଁ 1917 ଏପ୍ରିଲରେ ଗାନ୍ଧୀଜୀ କେଉଁଠାରେ ପହଞ୍ଚିଥିଲେ? ଚାଷୀମାନଙ୍କର ସମସ୍ୟାର ଅନୁଧ୍ୟାନ ପାଇଁ 1917 ଏପ୍ରିଲରେ ଗାନ୍ଧୀଜୀ କେଉଁଠାରେ ପହଞ୍ଚିଥିଲେ? ଏହାର ଉତ୍ତରଟି ହେଉଛି ମୋତିହାରୀ ଠାରେ। ପରବର୍ତ୍ତୀ ପ୍ରଶ୍ନ, ଚମ୍ପାରଣ ଠାରେ ଇଂରେଜ ମାଲିକଙ୍କ ଦ୍ୱାରା ଚାଷୀମାନଙ୍କ ଠାରୁ ବେଆଇନ ଭାବେ ଆଦାୟ କରାଯାଇଥିବା ଅର୍ଥର ଶତକଡ଼ା କେତେ ଭାଗ ସେମାନଙ୍କୁ ଫେରାଇ ଦିଆଯାଇଥିଲା? ଚମ୍ପାରଣ ଠାରେ ଇଂରେଜ ମାଲିକଙ୍କ ଦ୍ୱାରା ଚାଷୀମାନଙ୍କ ଠାରୁ ବେଆଇନ ଭାବେ ଆଦାୟ କରାଯାଇଥିବା ଅର୍ଥର ଶତକଡ଼ା କେତେ ଭାଗ ସେମାନଙ୍କୁ ଫେରାଇ ଦିଆଯାଇଥିଲା? ଏହାର ଉତ୍ତରଟି ହେଉଛି ଅପସନ୍ ଗ, 25 ଭାଗ। ପରବର୍ତ୍ତୀ ପ୍ରଶ୍ନ, କିଏ ଖେଡ଼ା ଆନ୍ଦୋଳନରେ ଗାନ୍ଧୀଜୀଙ୍କ ଜଣେ ମୁଖ୍ୟ ସହଯୋଗୀ ଥିଲେ? କିଏ ଖେଡ଼ା ଆନ୍ଦୋଳନରେ ଗାନ୍ଧୀଜୀଙ୍କ ଜଣେ ମୁଖ୍ୟ ସହଯୋଗୀ ଥିଲେ? ଏହାର ଉତ୍ତରଟି ହେଉଛି ଅପସନ୍ ଖ, ଇନ୍ଦୁଲାଲ ଜାଙ୍ଗିର। ପରବର୍ତ୍ତୀ ପ୍ରଶ୍ନ, ଖେଡ଼ା ଆନ୍ଦୋଳନର ସଫଳତାରେ ଗଭୀର ଭାବେ ପ୍ରଭାବିତ ହୋଇ କିଏ ଗାନ୍ଧୀଜୀଙ୍କ ଜଣେ ପ୍ରଧାନ ଅନୁଗାମୀ ହୋଇଥିଲେ? ଖେଡ଼ା ଆନ୍ଦୋଳନର ସଫଳତାରେ ଗଭୀର ଭାବେ ପ୍ରଭାବିତ ହୋଇ କିଏ ଗାନ୍ଧୀଜୀଙ୍କ ଜଣେ ପ୍ରଧାନ ଅନୁଗାମୀ ହୋଇଥିଲେ? ଏହାର ଉତ୍ତରଟି ହେଉଛି ବଲ୍ଲଭ ଭାଇ ପଟେଲ। ଅପସନ୍ ଘ ହେଇଯିବ ଏହାର ସଠିକ ଉତ୍ତର।
ପରବର୍ତ୍ତୀ ପ୍ରଶ୍ନ, କେଉଁ ଆନ୍ଦୋଳନ ଗାନ୍ଧିଜୀଙ୍କ ନେତୃତ୍ୱରେ ଭାରତର ପ୍ରଥମ ସଫଳ ଅହିଂସା ଆନ୍ଦୋଳନ ଥିଲା? କେଉଁ ଆନ୍ଦୋଳନ ଗାନ୍ଧିଜୀଙ୍କ ନେତୃତ୍ୱରେ ଭାରତର ପ୍ରଥମ ସଫଳ ଅହିଂସା ଆନ୍ଦୋଳନ ଥିଲା? ଏହାର ଉତ୍ତରଟି ହେଉଛି ଅପସନ୍ କ ଚମ୍ପାରଣ ଆନ୍ଦୋଳନ। ପରବର୍ତ୍ତୀ ପ୍ରଶ୍ନ, କେଉଁ ଆନ୍ଦୋଳନ ଗାନ୍ଧିଜୀଙ୍କ ପ୍ରଥମ ଜାତୀୟ ସ୍ତରୀୟ ଆନ୍ଦୋଳନ ଥିଲା? କେଉଁ ଆନ୍ଦୋଳନ ଗାନ୍ଧିଜୀଙ୍କ ପ୍ରଥମ ଜାତୀୟ ସ୍ତରୀୟ ଆନ୍ଦୋଳନ ଥିଲା? ଏହାର ଉତ୍ତରଟି ହେଉଛି ଅପସନ୍ କ ରାଓଲାଦ ଆଇନ ବିରୁଦ୍ଧରେ ଆନ୍ଦୋଳନ। ପରବର୍ତ୍ତୀ ପ୍ରଶ୍ନ, କେବେ ବ୍ରିଟିଶ ବ୍ୟବସ୍ଥାପକ ସଭାରେ ରାଓଲାଦ ଆଇନ ଗୃହୀତ ହୋଇଥିଲା? କେବେ ବ୍ରିଟିଶ ବ୍ୟବସ୍ଥାପକ ସଭାରେ ରାଓଲାଦ ଆଇନ ଗୃହୀତ ହୋଇଥିଲା? ଏହାର ଉତ୍ତରଟି ହେଉଛି 1919 ମସିହା ମାର୍ଚ୍ଚ ମାସ 18 ତାରିଖ। ଅପସନ୍ କ ହେଇଯିବ ଏହାର ସଠିକ ଉତ୍ତର। ପରବର୍ତ୍ତୀ ପ୍ରଶ୍ନ, କେବେ ଗାନ୍ଧିଜୀଙ୍କ ଆହ୍ୱାନ କ୍ରମେ ରାଓଲାଦ ଆଇନ ବିରୁଦ୍ଧରେ ଦେଶବ୍ୟାପୀ ହରତାଲ ପାଳନ କରାଯାଇଥିଲା? କେବେ ଗାନ୍ଧିଜୀଙ୍କ ଆହ୍ୱାନ କ୍ରମେ ରାଓଲାଦ ଆଇନ ବିରୁଦ୍ଧରେ ଦେଶବ୍ୟାପୀ ହରତାଲ ପାଳନ କରାଯାଇଥିଲା? ଏହାର ଉତ୍ତରଟି ହେଉଛି 1919 ମସିହା ଏପ୍ରିଲ ମାସ 6 ତାରିଖରେ। ପରବର୍ତ୍ତୀ ପ୍ରଶ୍ନ, ରାଓଲାଦ ଆଇନ ବିରୁଦ୍ଧରେ ଦେଶବ୍ୟାପୀ ହରତାଲ ପାଳନ ପାଇଁ ଆହ୍ୱାନ ଦେଇଥିବାରୁ ଗାନ୍ଧିଜୀଙ୍କୁ କେବେ ଗିରଫ କରାଯାଇଥିଲା? ରାଓଲାଦ ଆଇନ ବିରୁଦ୍ଧରେ ଦେଶବ୍ୟାପୀ ହରତାଲ ପାଳନ ପାଇଁ ଆହ୍ୱାନ ଦେଇଥିବାରୁ ଗାନ୍ଧିଜୀଙ୍କୁ କେବେ ଗିରଫ କରାଯାଇଥିଲା? ଏହାର ଉତ୍ତରଟି ହେଉଛି 1919 ମସିହା ଏପ୍ରିଲ ମାସ 9 ତାରିଖରେ ଗାନ୍ଧିଜୀଙ୍କୁ ଗିରଫ କରାଯାଇଥିଲା। ପରବର୍ତ୍ତୀ ପ୍ରଶ୍ନ, କେବେ ଡକ୍ଟର ସତ୍ୟପାଲ ଓ ଡକ୍ଟର ସୈଫୁଦ୍ଦିନ କିଚଲୁଙ୍କୁ ଅମୃତସର ଠାରେ ଗିରଫ କରାଯିବା ଫଳରେ ରାଓଲାଦ ବିରୋଧୀ ଆନ୍ଦୋଳନ ଏକ ହିଂସାତ୍ମକ ରୂପ ଧାରଣ କଲା? କେବେ ଡକ୍ଟର ସତ୍ୟପାଲ ଓ ଡକ୍ଟର ସୈଫୁଦ୍ଦିନ କିଚଲୁଙ୍କୁ ଅମୃତସର ଠାରେ ଗିରଫ କରାଯିବା ଫଳରେ ରାଓଲାଦ ଆଇନ ବିରୋଧୀ ଆନ୍ଦୋଳନ ଏକ ହିଂସାତ୍ମକ ରୂପ ଧାରଣ କଲା? ଏହାର ଉତ୍ତରଟି ହେଉଛି 1919 ମସିହା ଏପ୍ରିଲ ମାସ 10 ତାରିଖରେ। ପରବର୍ତ୍ତୀ ପ୍ରଶ୍ନ, ଜାଲିଆନାୱାଲାବାଗ ହତ୍ୟାକାଣ୍ଡ କେବେ ସଂଘଟିତ ହୋଇଥିଲା? ଜାଲିଆନାୱାଲାବାଗ ହତ୍ୟାକାଣ୍ଡ 1919 ମସିହା ଏପ୍ରିଲ ମାସ 13 ତାରିଖରେ ଏହି ହତ୍ୟାକାଣ୍ଡଟି ସଂଘଟିତ ହୋଇଥିଲା। ପରବର୍ତ୍ତୀ ପ୍ରଶ୍ନ, କେବେ ଗାନ୍ଧିଜୀ ରାଓଲାଦ ଆଇନ ବିରୋଧୀ ଆନ୍ଦୋଳନ ପ୍ରତ୍ୟାହାର କଲେ? କେବେ ଗାନ୍ଧିଜୀ ରାଓଲାଦ ଆଇନ ବିରୋଧୀ ଆନ୍ଦୋଳନ ପ୍ରତ୍ୟାହାର କଲେ? ଏହାର ଉତ୍ତରଟି ହେଉଛି 1919 ମସିହା ଏପ୍ରିଲ ମାସ 18 ତାରିଖରେ। ପରବର୍ତ୍ତୀ ପ୍ରଶ୍ନ, କୌଣସି ପ୍ରକାରରେ ଭାରତୀୟମାନେ ସରକାରଙ୍କର ପୈଶାଚିକ ପ୍ରବୃତ୍ତିକୁ ଗ୍ରହଣ କରିବା ପାପ, ଏହା କିଏ କହିଥିଲେ? କୌଣସି ପ୍ରକାରେ ଭାରତୀୟମାନେ ସରକାରଙ୍କର ପୈଶାଚିକ ପ୍ରବୃତ୍ତିକୁ ଗ୍ରହଣ କରିବା ପାପ, ଏହା କିଏ କହିଥିଲେ? ଏହାର ଉତ୍ତରଟି ହେଉଛି ଅପସନ୍ ଗ ଗାନ୍ଧିଜୀ କହିଥିଲେ। ପରବର୍ତ୍ତୀ ପ୍ରଶ୍ନ, କିଏ ଜାଲିଆନାୱାଲାବାଗ ହତ୍ୟାକାଣ୍ଡ ପରେ ଇଂରେଜ ସରକାରଙ୍କର ବର୍ବରୋଚିତ କାର୍ଯ୍ୟର ପ୍ରତିବାଦ ସ୍ୱରୂପ ନାଇଟ୍ ପଦ ତ୍ୟାଗ କରିଥିଲେ? କିଏ ଜାଲିଆନାୱାଲାବାଗ ହତ୍ୟାକାଣ୍ଡ ପରେ ଇଂରେଜ ସରକାରଙ୍କର ବର୍ବରୋଚିତ କାର୍ଯ୍ୟର ପ୍ରତିବାଦ ସ୍ୱରୂପ ନାଇଟ୍ ପଦ ତ୍ୟାଗ କରିଥିଲେ? ଯାହାର ଉତ୍ତରଟି ହେଉଛି ଅପସନ୍ ଖ ରବୀନ୍ଦ୍ରନାଥ ଠାକୁର। ପରବର୍ତ୍ତୀ ପ୍ରଶ୍ନ ଏବଂ ଆମର ଶେଷ ପ୍ରଶ୍ନ, ଜାଲିଆନାୱାଲାବାଗ ହତ୍ୟାକାଣ୍ଡ ପରେ କିଏ ସରକାରଙ୍କ ବର୍ବରୋଚିତ କାର୍ଯ୍ୟର ପ୍ରତିବାଦ ସ୍ୱରୂପ କାଇଜର-ଇ-ହିନ୍ଦ ଉପାଧି ତ୍ୟାଗ କରିଥିଲେ? କାଇଜର-ଇ-ହିନ୍ଦ ଉପାଧି କିଏ ତ୍ୟାଗ କରିଥିଲେ? ଏହାର ଉତ୍ତରଟି ହେଉଛି ଅପସନ୍ ଖ ଗାନ୍ଧିଜୀ। ଯଦି ଭିଡ଼ିଓଟି ଭଲ ଲାଗେ ତାହେଲେ ଭିଡ଼ିଓଟିକୁ ଲାଇକ୍ ସେୟାର ନିଶ୍ଚୟ କରିବେ। ଧନ୍ୟବାଦ।